ସାଙ୍ଗମାନେ ଏହା କୁହାଯାଇଥାଏ ଯେ ବାହାଘର ପରେ ସ୍ୱାମୀର ଭାଗ୍ୟ ବହୁ ମାତ୍ରାରେ ସ୍ତ୍ରୀ ଉପରେ ନିର୍ଭର କରିଥାଏ। ବାହାଘର ପରେ କିଛି ଲୋକଙ୍କର ଭାଗ୍ୟ ବଦଳି ଯାଇଥାଏ ଏବଂ ସେମାନେ ସଫଳତାର ପାହାଚରେ ପାଦ ରଖିଥାନ୍ତି। ଅନ୍ୟ ପକ୍ଷରେ ହିଁ ଦେଖିବାକୁ ଗଲେ କିଛି ଲୋକଙ୍କର ଭାଗ୍ୟ ବର୍ବାଦ ହେବାକୁ ଆରମ୍ଭ କରେ। ହଁ ସାଙ୍ଗମାନେ, ଏମିତି କିଛି ଲୋକ ଥାଆନ୍ତି ଯେଉଁମାନେ ବିବାହ ପରେ ତାଙ୍କର ଭାଗ୍ୟରେ ଏପରି ପରିବର୍ତ୍ତନ ଆସେ ଯେ ସେମାନଙ୍କର ଭାଗ୍ୟ ଅତି ଦୁର୍ବଳ ହୋଇଯାଏ। ସେମାନେ ଭିକାରୀ ସାଜି ଯାଇଥାନ୍ତି। ଆଉ ଏହି ବର୍ବାଦୀର କାରଣ ତାଙ୍କର ସ୍ତ୍ରୀ ହିଁ ହୋଇଥାନ୍ତି। ଭବିଷ୍ୟ ପୁରାଣରେ କୁହାଯାଇଛି ଯେ ସ୍ୱାମୀ ଓ ସ୍ତ୍ରୀଙ୍କ ପାଇଁ ଏ ଉଭୟଙ୍କ ପାଇଁ କିଛି ନିୟମ ରହିଛି, ଯେଉଁଠିକି ସ୍ତ୍ରୀ ପାଇଁ କିଛି ବିଶେଷ ନିୟମ ରହିଛି। ଜ୍ୟୋତିଷ ପୁରାଣରେ ସ୍ତ୍ରୀମାନଙ୍କର ଏହି ଭୁଲ ସବୁ ଉଲ୍ଲେଖ କରାଯାଇଛି। ଯଦି ଜଣେ ନାରୀ ତାର ବାହାଘର ପରେ ଏହି ଭୁଲ ସବୁ କରିଥାଏ, ତାର ସବୁ ପ୍ରଭାବ ତାର ସ୍ୱାମୀ ଉପରେ ପଡ଼େ। ଯଦି ଆପଣମାନେ ଆପଣମାନଙ୍କ ସ୍ୱାମୀଙ୍କ ସହ ଏକା ସାଙ୍ଗରେ ବସି ଖାଦ୍ୟ ଖାଉଛନ୍ତି, ତେବେ ଏ ଭିଡ଼ିଓଟିକୁ ନିହାତି ଭାବରେ ଦେଖନ୍ତୁ। ଭିଡ଼ିଓଟିକୁ ଆଗକୁ ନେବା ସାଙ୍ଗମାନେ, ତା ପୂର୍ବରୁ ଯଦି ଆପଣମାନେ ମୋର ଚ୍ୟାନେଲରେ ନୂଆ ଅଛନ୍ତି, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ତା ସହିତ ପାଖରେ ଥିବା ବେଲ୍ ଆଇକନ୍ ଉପରେ ପ୍ରେସ୍ କରି ଅଲ୍ ବଟନରେ କ୍ଲିକ୍ କରିଦିଅନ୍ତୁ, ଯାହାଦ୍ୱାରା ମୁଁ ଆପଣମାନଙ୍କ ପାଇଁ ଏମିତି ଆଗକୁ ନୂଆ ନୂଆ ଭିଡ଼ିଓ ନେଇକି ଆସିବି। ସାଙ୍ଗମାନେ, ଆପଣମାନେ ମଧ୍ୟ ଶୁଣିଥିବେ ଯେ ଜଣେ ସଫଳ ପୁରୁଷ ପଛରେ ଜଣେ ନାରୀର ହିଁ ହାତ ଥାଏ। ପ୍ରକୃତରେ ହିନ୍ଦୁ ଶାସ୍ତ୍ରରେ ଏକଥାର ସତ୍ୟତା ରହିଛି। ହିନ୍ଦୁ ଶାସ୍ତ୍ରରେ କୁହାଯାଇଛି ଯେ ସ୍ୱାମୀର ସଫଳତାର କାରଣ ତାର ସ୍ତ୍ରୀକୁ ହିଁ କୁହାଯାଇଥାଏ। କେତେକ କ୍ଷେତ୍ରରେ ସ୍ୱାମୀର ଅବନତି ହୋଇଥାଏ, ଆଉ ତାହାର କାରଣ ମଧ୍ୟ ସେହି ସ୍ତ୍ରୀ ହିଁ ହୋଇଥାଏ। ତେଣୁ ବାହାଘର ପରେ ସ୍ତ୍ରୀକୁ କେତେକ ନିୟମକୁ ପାଳନ କରିବାକୁ ହୋଇଥାଏ। ସାଙ୍ଗମାନେ, ଆସନ୍ତୁ ସେହି ନିୟମ ଗୁଡ଼ିକୁ ଜାଣିବା। ସ୍ତ୍ରୀର ଏହି 5ଟି ଭୁଲ ସ୍ୱାମୀକୁ ବର୍ବାଦ କରିଦିଏ। ହଁ ସାଙ୍ଗମାନେ, ସ୍ତ୍ରୀ ଚାହେଁ ଯେତେ ସୁନ୍ଦର ହୋଇଥାଉ, ଯେତେ ଗୁଣର ହୋଇଥାଉ, ଯଦି ସେ ଏହି 5ଟି ଭୁଲକୁ କରିଦେଉଛି, ତେବେ ସ୍ୱାମୀଙ୍କୁ ବର୍ବାଦ ହେବାରୁ କେହି ବି ରୋକିପାରିବେ ନାହିଁ। ହଁ ସାଙ୍ଗମାନେ, ସ୍ତ୍ରୀର ଏହି 5ଟି ଭୁଲ କାରଣରୁ ତାଙ୍କର ସ୍ୱାମୀକୁ ଏହି ସବୁ ଅସୁବିଧାରେ ଗତି କରିବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା ସେସବୁ ଭୁଲ ଗୁଡ଼ିକ କ'ଣ। ପ୍ରଥମ ଭୁଲ ହେଉଛି, ଯଦି ଜଣେ ନାରୀ ସକାଳେ ଡେରିରେ ଉଠେ। ଯେଉଁ ନାରୀ ସୂର୍ଯ୍ୟୋଦୟ ପୂର୍ବରୁ ଶଯ୍ୟା ତ୍ୟାଗ କରିନଥାଏ, ସେଠାରେ ବହୁ ନକାରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ। କୁହାଯାଏ ଯେ ଡେରିରେ ଉଠୁଥିବା ସ୍ତ୍ରୀର ସ୍ୱାମୀଙ୍କୁ ଦୁର୍ଭାଗ୍ୟର ସାମ୍ନା କରିବାକୁ ପଡ଼ିଥାଏ। ଏହା ମଧ୍ୟ ମାନାଯାଇଥାଏ ଯେ ଯେଉଁ ଘରେ ନାରୀଟିଏ ଡେରିରେ ଉଠେ, ସୂର୍ଯ୍ୟୋଦୟ ପରେ ଉଠେ ଏବଂ ସବୁ କାମ ତାର ସବୁ ଡେରିରେ ହିଁ ହୋଇଥାଏ, ସେହି ଘରେ ମା ଲକ୍ଷ୍ମୀ କେବେ ବି ବାସ କରନ୍ତି ନାହିଁ। ଯେଉଁ ଘରର ନାରୀ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ଗୃହ କାମ ସାରିଥାଏ, ସେ ଘରେ ସ୍ୱୟଂ ମା ଅନ୍ନପୂର୍ଣ୍ଣା ବାସ କରିଥାନ୍ତି। କିନ୍ତୁ ଜଣେ ନାରୀର ଏମିତି କିଛି ଭୁଲ ପାଇଁ ତା ସ୍ୱାମୀକୁ ଦୁର୍ଭାଗ୍ୟର ସାମ୍ନା କରିବାକୁ ପଡ଼ିଥାଏ। ଦ୍ୱିତୀୟ ଭୁଲଟି ହେଉଛି ସାଙ୍ଗମାନେ, ଘରକୁ ଯେଉଁ ନାରୀମାନେ ସଫାସୁତୁରା ରଖନ୍ତି ନାହିଁ, ଯାହାର ରୁମ୍ରୁ ଦୁର୍ଗନ୍ଧ ବାହାରେ, ଯେଉଁ ଘରର କିଚେନ୍ ରୁମ୍ ଅପରିଷ୍କାର ହୋଇଥାଏ, ସେମିତି ଜାଗାରେ ଦରିଦ୍ରତାର ବାସ ହୋଇଥାଏ। ସ୍ୱାମୀର ରୋଜଗାର ଉପରେ ବି ଖରାପ ପ୍ରଭାବ ପକାଇଥାଏ। କୁହାଯାଏ ଯେ ଯେଉଁ ସ୍ତ୍ରୀ ଲୋକ ଘର ଦ୍ୱାର ଅପରିଷ୍କାର ରଖେ, ତାର ସ୍ୱାମୀର ଖର୍ଚ୍ଚ ବଢ଼ିବାରେ ଲାଗେ। ଅଯଥା ଖର୍ଚ୍ଚ ହୁଏ। ଯେତେ ରୋଜଗାର କଲେ ମଧ୍ୟ ନିଅଣ୍ଟ ହୁଏ। ସ୍ତ୍ରୀ ଲୋକମାନଙ୍କୁ ସର୍ବଦା ଘର ଦ୍ୱାର ସଫା ସୁତୁରା ରଖିବା ଉଚିତ, ନଚେତ୍ ସେଠାରେ ମା ଲକ୍ଷ୍ମୀଙ୍କ ବଦଳରେ ଅଲକ୍ଷ୍ମୀ ଆସି ବାସ କରିଥାନ୍ତି। ତୃତୀୟ ଭୁଲଟି ହେଉଛି, ଘରର ନାରୀ ଯଦି ପ୍ରତିଦିନ ନ ଗାଧୋଏ ଏବଂ ନିଜକୁ ସଫାସୁତୁରା ନ ରଖେ, ନିଜର ପରିଷ୍କାର ପରିଚ୍ଛନ୍ନ ବସ୍ତ୍ର ନ ପିନ୍ଧେ, ସେମିତି ସ୍ତ୍ରୀ ଭିତରେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ସେଠାରେ କେବଳ ଅଲକ୍ଷ୍ମୀ ବାସ କରିଥାନ୍ତି। ସେ ନାରୀର ସ୍ୱାମୀ ଅଳସୁଆ ହୋଇ ଚାଲେ, ତାର ଅବନତି ଘଟେ। ସେ ଯେଉଁ ଉନ୍ନତି କରିଥାଏ,
से उन्नति से सम्मान ह्रास पाए, ताकू आउ केही सम्मान दियंती नाही, ताकू समाज रे सम्मान मिले नाही। आउ एही सबु तार स्त्रीर एही भूल जोगु ही होई थाए। सेमानंक उपरे माता लक्ष्मींकर कोप दृष्टि पड़ी थाए। जेउ घरे स्त्री लोक प्रति कथारे झगड़ा करती, गालीगुलज करिथांती, भाषा खराब करिथांती, स्वामी को व्यवहार खराब करिथांती, से घरे माँ लक्ष्मी केबे भी वास करती नहीं। यदि स्त्री लोक माने सब समय झगड़ा करती, से घर लक्ष्मी छड़ा होइथाए। से घर को केबे भी माँ लक्ष्मी भूल रे भी पाद दे न थांती। जेउ घरे स्त्री लोकटीए सबुबेले भाषा को खराब करिथाए, समस्तंकु खराब व्यवहार करिथाए, घर को आसुथिबा अतिथि को सम्मान दिए नहीं, घर को आसुथिबा भिक्षुक को खाली हाथ रे फेरे दे थाए, से भली नारी पाई ही तांको स्वामी को एही सबु बर्बादी कारण भोगिया को पड़ी थाए। तांको स्वामींकर जे उन्नति हबाकु थाए, से सबु उन्नति केबे भी होई पारे नहीं। तांको जीवन रे एक दुर्भाग्य आसी थाए, जहा फल रे से तलितलांत होई जांती, केबे भी उन्नति करि पारंती नहीं। तेणु सेही घरे माँ लक्ष्मी केबे भी भात पकांती नहीं। जेउ घरे स्त्री निजर स्वामी को खुशी रे खाद्य न परोसे। हाँ सांग माने, जेतेबेले आपणक घरे आपणक स्वामी खाइबा पाई बसंती, आ आपण माने तांको खुशी रे श्रद्धार सहित न परोसी देउछंती, सेही ठारू ही स्वामींकर बर्बादी आरंभ होइथाए। खाद्य खाइबा पूर्वरु भलरे हाथ गोड़ धोई खाद्य खाइबा उचित। खाद्य खाइबा बेले कथबार्ता करिबा उचित नुहे। घरर नारी जेतेबेले रोषेई काम करिबाकु जाए, ता पूर्वरु ही से गाधोई सारिबा दरकार। तापर गाधोई सारिबा पर ही खाद्य प्रस्तुति करिबा उचित। घरर नारी माने एही टिके टिके कथा को ध्यान दे सुनंतु सांग माने। रुटी बनाइबा समय रे गोटिए रुटी गाई पे रखंतु एवं अन्य एक रुटी कुकुर पाई रखंतु। सकाळु जदि आपणक घरे गाई एवं कुकुर नाहांती, तेबे बाहरे बुलुथिबा गाई और कुकुर को किछि खाइबा पाई, अर्थात जो रुटी आपण माने बनेछंती सेही रुटी को नहीं खाइबा पाई दियंतु सेमानंकु। एहा करिबा द्वारा आपणक उपरो जो शनिदशा लागि थाए किंबा आपणक उपरे जो दोष लागि थाए, से सब ग्रह दोष खंडन होई थाए। सांग माने, खाद्य खाइबा समय रे टिके दिग प्रति ध्यान दियंतु। आपण माने जेतेबेले खाद्य खाइबा पाई बसुछंती, सेतेबेले आपणक मुख पूर्व किंबा उत्तर दिगकु करी खांतु, कारण दक्षिण दिगकु मुख करी खाइले एहाकु अशुभ बोली मान जाइथाए। आपण माने केबे भी दक्षिण दिगकु मुख करी खांतु नाही। दक्षिण दिगकु मुख करी खाइले घरकु नकारात्मक शक्तिंकर आकर्षण होइथाए ओ पश्चिम दिगकु मुख करी खाइले ताहा शरीर रे रोग वृद्धिर कारण होइथाए। सांग माने, आगको वीडियो आहुरी इंटरेस्टिंग हेबो, सेते पर्यंत आपण माने धैर्यर सहित वीडियोटी को जमार भी स्किप करंतु नहीं। प्रथम शेष जाए निश्चित भाव में देखंतु। सांग माने, बिछना रे बसिकी किंबा सोईकी खाद्य खांतु नहीं। भंगा किंबा कणा होइथिबा बासन रे खाद्य खांतु नहीं। एहा करिबा द्वारा आयुष हानि होइथाए। सांग माने, एही चारि जनक हातरू केबे भी खाद्य ग्रहण करंतु नहीं। जेमिति कि जणे कंजूस लोक, बेश्या, ऋण कारोबार करुथिबा लोक, गोरु कारोबार करुथिबा लोक, एमानंक हातरू केबे भी खाद्य ग्रहण करंतु नहीं। जो माने एमानंक हातरू खाद्य ग्रहण करिथांती, सेमाने नरक समान जंत्रणा भोगिथांती। शास्त्र अनुजाई जदि खाद्य खाइबा समय रे सेथिरु चुटी किंबा गोड़ी बाहरे, से खाद्य को केबे भी खांतु नहीं। चुटी एवं गोड़ी को बाहर करदेले मध्य से खाद्य को खाइबा उचित नुहे, कारण से खाद्य दरिद्रता सूचक होइथाए। एहा मध्य मान जाइथाए जे खाद्यरु चुटी बाहरिले शारीरिक असुस्थता देखा जाइथाए एवं शनिदशा पड़े बोली मध्य मान जाइथाए। खाद्य उपरे जदि केही डेईकी चली जाए, तेबे से खाद्य ग्रहण करंतु नहीं, कारण से खाद्य दूषित हो जाइथाए। सांग माने, पितामह भीष्म
अर्जुनଙ୍କୁ କହିଥିଲେ ଯେ ଗୋଟିଏ ଥାଳିରେ ଯଦି ଦୁଇ ଭାଇ ଭୋଜନ କରନ୍ତି ତେବେ ସେ ଖାଦ୍ୟ ଅମୃତ ସମାନ ହୋଇଥାଏ। ସେମିତି ଘରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି। ଶାସ୍ତ୍ର ଅନୁଯାୟୀ ସ୍ୱାମୀ ଓ ସ୍ତ୍ରୀକୁ ଏକାଠି ଖାଇବା ବାରଣ କରାଯାଇଛି। ଯଦି ସ୍ୱାମୀ ସ୍ତ୍ରୀ ଗୋଟିଏ ଥାଳିରେ ଖାଦ୍ୟ ଖାଇଥାନ୍ତି ତେବେ ସେହି ଥାଳିକୁ ମାଦକ ଦ୍ରବ୍ୟରେ ପୂର୍ଣ୍ଣ ଥାଳି ବୋଲି ମାନାଯାଇଥାଏ। ସ୍ତ୍ରୀକୁ ସବୁବେଳେ ସ୍ୱାମୀ ଖାଇବା ପରେ ହିଁ ଖାଇବା ଉଚିତ। ସେମିତିରେ ସେ ଘରେ ସବୁବେଳେ ସୁଖ ସମୃଦ୍ଧି ବଢ଼ିଥାଏ ଏବଂ ସେମାନଙ୍କୁ 7 ଜନ୍ମର ସାଥୀ ହେବାକୁ ସୁଯୋଗ ମିଳିଥାଏ। ଆଉ ଜଣେ ସ୍ୱାମୀର କର୍ତ୍ତବ୍ୟ ହେଉଛି ସ୍ତ୍ରୀକୁ ଅର୍ଥାତ୍ ଘରର ଲକ୍ଷ୍ମୀଙ୍କୁ ଖୁସିରେ ରଖିବା ଓ ତାଙ୍କୁ ସମ୍ମାନ ଦେବା। ଯେଉଁ ଘରେ ପୁରୁଷ ସ୍ତ୍ରୀ ସହ ଝଗଡ଼ା କରେ, ତାକୁ ମାରପିଟ କରେ, ସେ ଲୋକକୁ ସବୁବେଳେ ଦୁର୍ଭାଗ୍ୟ ଲାଗି ରହିଥାଏ। କେବେ ବି ଦୁର୍ଭାଗ୍ୟ ତାର ପିଛା ଛାଡ଼େ ନାହିଁ। ନର୍କରେ ସେ ମଲା ପରେ ଘାଣ୍ଟି ହୋଇଥାଏ। ସାଙ୍ଗମାନେ, ସବୁରି ମୂଳରେ ଆପଣମାନଙ୍କୁ କର୍ମ ତ କରିବାକୁ ହୁଏ, କାରଣ କର୍ମ ହିଁ ଜୀବନ, କର୍ମ ହିଁ ଭଗବାନ। କର୍ମ ନ କଲେ ଆମେମାନେ ଆଗକୁ ଯାଇପାରିବା ନାହିଁ। କିନ୍ତୁ ଏପରି କିଛି କୁକର୍ମ ଆମେମାନେ କରି ବସିଥାଉ ଯେ ଆମର ଲକ୍ଷ୍ୟ ଚେଷ୍ଟା ପରେ ବି, ଲକ୍ଷ୍ୟ ପରିଶ୍ରମ ପରେ ବି ଆମର ଉନ୍ନତି ହୋଇନଥାଏ। ଭଲ କର୍ମରେ ଭଲ ଫଳ ହିଁ ମିଳିଥାଏ। ସାଙ୍ଗମାନେ, ଯଦି ସବୁଦିନ ଆପଣମାନେ ସୂର୍ଯ୍ୟୋଦୟ ପୂର୍ବରୁ ଉଠନ୍ତି ତେବେ ଆପଣମାନଙ୍କର ଶରୀର ସବୁବେଳେ ସୁସ୍ଥ ଥାଏ। ଆପଣମାନେ ନିରୋଗ ଜୀବନ ଯାପନ କରିଥାନ୍ତି। ସାଙ୍ଗମାନେ, ସୂର୍ଯ୍ୟୋଦୟ ପୂର୍ବରୁ ଉଠିବା ପରେ ନିଜର ହାତ ପାପୁଲିକି ଦେଖି କରାଗ୍ରେ ବସତେ ଲକ୍ଷ୍ମୀ, କର ମଧ୍ୟେ ସରସ୍ୱତୀ, କର ମୂଳେ ତୁ ଗୋବିନ୍ଦ, ପ୍ରଭାତି କର ଦର୍ଶନମ୍, ଏହି ମନ୍ତ୍ରକୁ କହି ହାତ ପାପୁଲିକୁ ଘଷି ମୁହଁରେ ବୁଲାଇ ଦିଅନ୍ତୁ। ତାପରେ ଆପଣମାନେ ଯାଇ ଗୁରୁଜନମାନଙ୍କ ଆଶୀର୍ବାଦ ନେଇ ନିତ୍ୟ କର୍ମରେ ଲାଗିଯାଆନ୍ତୁ। ସାଙ୍ଗମାନେ, ଯଦି ଆପଣଙ୍କ ଘରେ ସବୁବେଳେ ଦୁର୍ଭାଗ୍ୟ ଲାଗି ରହିଛି, ପୂର୍ବରୁ ଯାହା ଆଲୋଚନା କଲେ ସେସବୁ ପାଳନ କରିବା ସହ ଆପଣମାନେ ସନ୍ଧ୍ୟାରେ ଘରେ ଗୀତା ପାଠ କରନ୍ତୁ, ଘରେ ଧୂପ ଦୀପ ଆଳତି କରନ୍ତୁ, ଘରେ ଝୁଣା ଧୂପ ବୁଲାନ୍ତୁ। ଏହାଦ୍ୱାରା ସକାରାତ୍ମକ ଉର୍ଜା ଆପଣଙ୍କ ଘରକୁ ପ୍ରବେଶ କରେ। ଘରେ ସକାଳେ ଏବଂ ସନ୍ଧ୍ୟାରେ ଶଙ୍ଖଧ୍ୱନି କରନ୍ତୁ। ଏହା କଲେ ମା ଲକ୍ଷ୍ମୀ ଆପଣଙ୍କ ଘରେ ସଦାସର୍ବଦା ବାସ କରିଥାନ୍ତି। ଏହା କରିବା ଦ୍ୱାରା ଆପଣଙ୍କର ଦୁର୍ଭାଗ୍ୟ ନିଶ୍ଚିତ ଭାବରେ ଦୂର ହୋଇଯାଇଥାଏ। ସାଙ୍ଗମାନେ, କେବେ ବି ସନ୍ଧ୍ୟା ସମୟରେ କାନ୍ଦନ୍ତୁ ନାହିଁ କିମ୍ବା ମନ ଦୁଃଖରେ ବସନ୍ତୁ ନାହିଁ। ଏହା କଲେ ନକାରାତ୍ମକ ଭାବର ସଞ୍ଚାର ହୁଏ। ଗୋଟିଏ କଥା ଘରର ସ୍ତ୍ରୀମାନେ ଧ୍ୟାନ ଦେଇ ଶୁଣନ୍ତୁ। ଆପଣଙ୍କ ଘରେ ଯେତେବେଳେ କେହି ଖାଇବା ପାଇଁ ବସନ୍ତି, ଆପଣମାନେ ସେମାନଙ୍କୁ ଶ୍ରଦ୍ଧାର ସହ ଖାଦ୍ୟ ପରସନ୍ତୁ। ଏହାଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି। ଖାଇବା ସମୟରେ କେବେ ବି କାହାର ଚୁଗୁଲି କରନ୍ତୁ ନାହିଁ କିମ୍ବା କଳି ଝଗଡ଼ା କଥା କୁହନ୍ତୁ ନାହିଁ। ଏମିତି କଲେ ସେ ଘରୁ ମା ଲକ୍ଷ୍ମୀ ସବୁଦିନ ପାଇଁ ଚାଲି ଯାଇଥାନ୍ତି। ଏବଂ ସାଙ୍ଗମାନେ, କେବେ ବି ଖାଦ୍ୟକୁ ନଷ୍ଟ କରନ୍ତୁ ନାହିଁ। ଆଶା କରି ମୋର ଏହି ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ଗୋଟିଏ ଲାଇକ୍ କରି ନିଜର ପ୍ରିୟଜନମାନଙ୍କୁ ସେୟାର କରନ୍ତୁ। ଆଉ ମୋର ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲନ୍ତୁ ନାହିଁ। ନେକ୍ସଟ ଆଉ ଏକ ଭିଡ଼ିଓ ନେଇକି ଆସିବି ଆପଣମାନଙ୍କ ପାଇଁ। ସେତେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହିଲି, ନମସ୍କାର।